ଗପଟିର ନାଁ ହେଉଛି ଶାଶୁଘର ଚଳଣି। ଝିଅଟିଏ ବାହା ହୋଇ ଶାଶୁଘରକୁ ଗଲା। ଶାଶୁଘରେ ତାକୁ ମିଶାଇ ଚାରି ପ୍ରାଣୀ ହୋଇଗଲେ। ସେ, ତା ସ୍ୱାମୀ, ଶାଶୁ ଓ ବୁଢ଼ୀ ଶାଶୁ। ସେ ଦେଖିଲା ଯେ ଘରେ ବୁଢ଼ୀ ଶାଶୁ ସବୁ କଥାରେ ଉପେକ୍ଷିତ ଓ ଅପମାନିତ ହେଉଛନ୍ତି। ଶାଶୁ ବୁଢ଼ୀ ଶାଶୁଙ୍କୁ କଥା କଥାକେ ଗାଳିମନ୍ଦ କରୁଛନ୍ତି, ବେଳେବେଳେ ଗୋଇଠା ବି ମାରୁଛନ୍ତି। ଏପରି ଚଳଣି ତାକୁ ଅତି ଖରାପ ଲାଗିଲା। ଏବଂ ବୁଢ଼ୀ ଶାଶୁ ପ୍ରତି ତା ମନରେ ଦୟା ଆସିଲା। ସେ ଭାବିଲା, ଯଦି ମୁଁ ଶାଶୁଙ୍କୁ କହିବି ଯେ ବୁଢ଼ୀ ଶାଶୁଙ୍କ ପ୍ରତି ଏପରି କଠୋର ବ୍ୟବହାର କର ନାହିଁ, ତେବେ ସେ କହିବେ, ତୁ ମୋ ଘରେ ଗୋଡ଼ ଦେଉ ଦେଉ ମୋତେ ଉପଦେଶ ଦେଉଛୁ, ମୋର ଗୁରୁ ହେଉଛୁ। ଏପରି ଚିନ୍ତା କରି ସେ ଶାଶୁଙ୍କୁ କିଛି କହିଲା ନାହିଁ। ମନେ ମନେ ଗୋଟିଏ ଉପାୟ ପାଞ୍ଚିଲା। ସବୁଦିନ ଘର ପାଇଟି ସାରିବା ପରେ ବୁଢ଼ୀ ଶାଶୁ ପାଖରେ ଯାଇ ବସିଯାଏ ଓ ଧୀରେ ଧୀରେ ଗୋଡ଼ ଘଷିବା ଆରମ୍ଭ କରିଦିଏ। ବୁଢ଼ୀ ଶାଶୁର ସେବା ଶାଶୁ ଦେହରେ ଗଲାନି। ଦିନେ ଶାଶୁ କହିଲା, ଆଲୋ, ତୁ ସେଠି କ'ଣ କରୁଛୁ? ସେ କହିଲା, ମା, କିଛି କାମ ଅଛି କି? ଶାଶୁ କହିଲା, କାମ ଥାଉ ବା ନଥାଉ, ତୁ ସେ ବୁଢ଼ୀଟା ପାଖରେ କାହିଁକି ବସୁଛୁ? ସେ କହିଲା, ମୋ ବାପା ମୋତେ ଶିକ୍ଷା ଦେଇଥିଲେ, ମାରେ, ତୁ ଶାଶୁଘରକୁ ଯାଉଛୁ, ମନେ ରଖିଥିବୁ, ଯୁବା ବୟସର ପୁରୁଷଙ୍କ ପାଖରେ କେବେ ବସା ଉଠା କରିବୁ ନାହିଁ। ଏପରିକି ଆଜିକାଲିର ଯୁବତୀମାନଙ୍କ ସଙ୍ଗେ ମଧ୍ୟ ବେଶୀ ମିଳାମିଶା କରିବୁ ନାହିଁ। ଘରେ ବୟୋଜ୍ୟେଷ୍ଠ ଲୋକଙ୍କ ପାଖରେ ବସିବୁ, ତାଙ୍କଠାରୁ ସତ୍‌ଶିକ୍ଷା ମିଳେ। ଆମ ଘରେ ତ ସବୁଠୁ ବୟସ୍କ ବୁଢ଼ୀ ମା, ତେବେ ମୁଁ ଆଉ କାହା ପାଖରେ ବସିବି? ମୋ ବାପା ଆହୁରି ଗୋଟିଏ କଥା କହିଥିଲେ ଯେ ଶାଶୁଘରେ ଆମ ଘର ଚାଲିଚଳଣି ଚଳିବ ନାହିଁ। ସେଠାରେ ଶାଶୁଘର ହିସାବରେ କାମ କରିବାକୁ ପଡ଼ିବ। ମୁଁ ଏଠିକାର ଚାଲିଚଳଣି ବିଷୟରେ ବୁଢ଼ୀ ମାଆଙ୍କୁ ପଚାରି ତାଙ୍କଠାରୁ ଶିଖୁଛି। ମୁଁ ଏବେ ପଚାରୁଥିଲି, ଶାଶୁ ତୁମର କିପରି ସେବା କରୁଛନ୍ତି? ଶାଶୁ ପଚାରିଲା, ବୁଢ଼ୀ କ'ଣ କହିଲା? ବୁଢ଼ୀ ମା କହୁଛନ୍ତି, ସେବା କଥା କାହିଁକି ପଚାରୁଛୁ? ତୋ ଶାଶୁ ଯଦି ଗାଳି ନ ଦେବ ଓ ଗୋଇଠା ନ ମାରିବ, ତେବେ ସେ ମୋର ବହୁତ ବଡ଼ ସେବା କଲି ବୋଲି ମୁଁ ଭାବିବି। ଶାଶୁ ପଚାରିଲା, ତେବେ କ'ଣ ତୁ ମଧ୍ୟ ସେମିତି କରିବୁ? ବୋହୂ କହିଲା, ମୁଁ କ'ଣ କରିବି? ମୋ ବାପା କହିଛନ୍ତି ଯେ ଶାଶୁଘରେ ବୃଦ୍ଧ ଲୋକଙ୍କଠାରୁ ସେଠାକାର ଚାଲିଚଳଣି ଶିଖିବୁ। ଶାଶୁ ଡରିଗଲା ଯେ ସତରେ ସେ ତା ଶାଶୁ ପ୍ରତି ଯେମିତି ବ୍ୟବହାର କରୁଛି, ବୋହୂ ମଧ୍ୟ ତା ପ୍ରତି ସେହିପରି ବ୍ୟବହାର କରିବ। ଦିନେ ଶାଶୁ ଦେଖିଲା ଯେ ଘରର ଗୋଟିଏ କୋଣରେ କେତେ ଖଣ୍ଡ ଖପରା ଜମା ହୋଇଛି। ସେ ବୋହୂକୁ ପଚାରିଲା, ଏ ଖପରାଗୁଡ଼ିକ କାହିଁକି ଏଠି ସାଇତିଛୁ? ବୋହୂ କହିଲା, ତୁମେ ବୁଢ଼ୀ ମାଙ୍କୁ ଏଇଥିରେ ଖାଇବାକୁ ଦେଉଛ ନା, ତେଣୁ ମୁଁ ଆଗରୁ ତୁମ ପାଇଁ ସାଇତି ରଖିଛି। ଶାଶୁ ପଚାରିଲା, ତୁ କ'ଣ ମୋତେ ଏଇ ଖପରାରେ ଖାଇବାକୁ ଦେବୁ? ବୋହୂ କହିଲା, ଏଠିକାର ଚଳଣି ଅନୁସାରେ ତ ମୋତେ ଚଳିବାକୁ ପଡ଼ିବ। ଶାଶୁ କହିଲେ, ଏହା କ'ଣ କୌଣସି ଚଳଣିରେ ଗଣା? ବୋହୂ ପୁଣି କହିଲା, ତେବେ ତୁମେ ବୁଢ଼ୀ ମାଙ୍କୁ ଏଥିରେ ଖାଇବାକୁ କାହିଁକି ଦେଉଛ? ଶାଶୁ କହିଲେ, ଥାଳି କିଏ ମାଜିବ? ବୋହୂ କହିଲା, ମୁଁ ମାଜିଦେବି। ଶାଶୁ କହିଲେ, ଠିକ୍ ଅଛି, କାଲିଠାରୁ ତୁ ଥାଳିରେ ଖାଇବାକୁ ଦେ। ଯା, ଏ ଖପରାଗୁଡ଼ିକ ବାହାରେ ଫିଙ୍ଗି ଆସିବୁ। ଏଥର ବୁଢ଼ୀ ଶାଶୁକୁ ଥାଳିରେ ଖାଇବାକୁ ମିଳିଲା। ସମସ୍ତେ ଖାଇ ପିଇ ସାରିବା ପରେ ଯାହା କିଛି ତଳତଳିଆ ଡାଲି, ଖିଚୁଡ଼ି ଇତ୍ୟାଦି ବଳି ପଡ଼ୁଥିଲା, ହାଣ୍ଡି ପୋଛାପୋଛି କରି ବୁଢ଼ୀ ଶାଶୁଙ୍କୁ ଖାଇବାକୁ ଦିଆଯାଉଥିଲା। ଦିନେ ବୋହୂ ଖାଦ୍ୟକୁ ଖେଳାଇ ଦେଖୁଥାଏ। ଶାଶୁ ପଚାରିଲା, ଆଲୋ, ସେଠି କ'ଣ ଦେଖୁଛୁ? ମୁଁ ଦେଖୁଛି ଯେ ବୁଢ଼ା ବୁଢ଼ୀମାନଙ୍କୁ କେମିତି ଖାଦ୍ୟ ଦିଆଯାଏ। ଶାଶୁ କହିଲେ, ଏମିତି ଦିଆଯାଏ ବୋଲି ତ କୌଣସି ନିୟମ ନାହିଁ। ବୋହୂ କହିଲା, ତେବେ ତୁମେ ଏପରି ଖାଦ୍ୟ କାହିଁକି ଦେଉଛ? ଶାଶୁ କହିଲେ, ବୁଢ଼ୀକୁ ଆଗ ବାଢ଼ି ଦେବ କିଏ? ବୋହୂ କହିଲା, ମୋତେ କହିଲେ ମୁଁ ବାଢ଼ି ଦେବି। ଶାଶୁ କହିଲେ ପୁଣି, ଠିକ୍ ଅଛି, ଏଥର ତୁ ପ୍ରଥମେ ତାକୁ ଖାଇବାକୁ ବାଢ଼ି ଦେବୁ। ଏଥର ବୁଢ଼ୀ ଶାଶୁକୁ ଭଲ ଭଲ ଜିନିଷ ଖାଇବାକୁ ମିଳିଲା। ରୋଷେଇ ସାରିବା ମାତ୍ରେ ନାତୁଣୀ ବୋହୂ ଗରମ ଗରମ ଭାତ, ଡାଲି, ତରକାରୀ ଇତ୍ୟାଦି ବାଢ଼ି ନେଇ ପ୍ରଥମେ ବୁଢ଼ୀ ଶାଶୁକୁ ଦିଏ। ବୁଢ଼ୀ ଶାଶୁ ମନେ ମନେ ନାତୁଣୀ ବୋହୂକୁ ଆଶୀର୍ବାଦ ଦେଉଥାନ୍ତି। ବୁଢ଼ୀ ଶାଶୁ ଦିନସାରା ଗୋଟିଏ ଦଦରା ଦଉଡ଼ିଆ ଖଟରେ ପଡ଼ିଥାନ୍ତି।
ଖଟ ତଳକୁ ବୁଢ଼ିଆଣୀ ବସା ଭଳି ଛିଣ୍ଡା ଦଉଡ଼ିଗୁଡ଼ାକ ଝୁଲୁଥାଏ। ବୋହୂ ଦିନେ ଯାଇ ଖଟକୁ ଦେଖୁଥାଏ। ଶାଶୁ ପଚାରିଲେ, ସେଠାରେ କ'ଣ ଦେଖୁଛୁ? ଦେଖୁଛି ଯେ ବୁଢ଼ା ବୁଢ଼ୀଙ୍କୁ ଶୋଇବା ପାଇଁ କେମିତିକା ଖଟ ଦିଆଯାଏ। ଶାଶୁ କହିଲେ, ଏମିତିକା ଖଟ ଦିଆଯାଏ ନାହିଁ ଯେ, କିନ୍ତୁ ଧୀରେ ଧୀରେ ପୁରୁଣା ହୋଇଗଲେ ଖଟ ଏପରି ହୋଇଯାଏ। ବୋହୂ କହିଲା, ତେବେ କ'ଣ ଆଉ ନୂଆ ଖଟ ହେବାର ବିଧାନ ନାହିଁ? ଶାଶୁ କହିଲେ, ଏଥିରେ ବିଧାନ କ'ଣ? ତୁ ପାରିବୁ ଯଦି ଦେଇଦେ। ତୁମେ ଆଜ୍ଞା ଦେଲେ ସବୁ ହୋଇଯିବ। ମୁଁ ଭଲ ଖଟ ଗୋଟିଏ ଆଣି ପକାଇଦେବି। ଏଥର ବୁଢ଼ୀ ଶାଶୁ ପାଇଁ ନୂଆ ଖଟ ଆସିଗଲା। ନାତୁଣୀ ବୋହୂ ସଫାସୁତୁରା ଲୁଗା ଆଣି ଖଟରେ ପାରିଦେଲା। ଦିନେ ଲୁଗା ଧୋଇବା ସମୟରେ ବୋହୂ ବୁଢ଼ୀ ଶାଶୁର ଲୁଗାକୁ ଦେଖୁଥାଏ। ଶାଶୁ ପଚାରିଲେ, କ'ଣ ଦେଖୁଛୁ? ବୋହୂ କହିଲା, ଦେଖୁଛି ଯେ ବୁଢ଼ା ବୁଢ଼ୀମାନଙ୍କୁ ପିନ୍ଧିବାକୁ କେମିତିକା ଲୁଗା ଦିଆଯାଏ। ଶାଶୁ କହିଲେ, ପୁଣି ସେଇ କଥା। ଆଲୋ, ଏମିତିକା ଲୁଗା ଦିଆଯାଏ ନାହିଁ, କିନ୍ତୁ ଧୀରେ ଧୀରେ ଲୁଗା ତ ପୁରୁଣା ହୋଇଯାଏ ନା। ବୋହୂ କହିଲା, ତେବେ କ'ଣ ସବୁଦିନ ଏମିତିକା ଛିଣ୍ଡା ଲୁଗା ପିନ୍ଧୁଥିବେ? ଶାଶୁ କହିଲା, ତୋ ଇଚ୍ଛା ଯଦି ଭଲ ଲୁଗା ଦେଇଦେ। ଏଥର ନାତୁଣୀ ବୋହୂ ବୁଢ଼ୀ ଶାଶୁ ପାଇଁ ନୂଆ ଲୁଗା, ଚାଦର, କନ୍ଥା, ତକିଆ ଇତ୍ୟାଦି ଆଣିଦେଲା। ତାର ଉତ୍ତମ ବୁଦ୍ଧି ଯୋଗୁଁ ବୁଢ଼ୀ ଶାଶୁର ହୀନ ଅବସ୍ଥା ବଦଳିଗଲା। ବୋହୂ ଯଦି ଶାଶୁକୁ କେବଳ ଉପଦେଶ ଶୁଣାଇଥାନ୍ତା, ଶାଶୁ କଦାପି ମାନି ନଥାନ୍ତେ। ସେ ଆଚରଣ କରି ଦେଖାଇବାରୁ ତାହାର ସ୍ୱଭାବ ପଡ଼ିଲା। ପ୍ରକୃତରେ କଥାର ପ୍ରଭାବ ପଡ଼େ ନାହିଁ, ଆଚରଣର ବିଶେଷ ପ୍ରଭାବ ପଡ଼ିଥାଏ। ମୋ ଗପଟି ତ ସରିଲା। ରହୁଛି। ନମସ୍କାର। ଧନ୍ୟବାଦ।